ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ ରାଉରକେଲାସ୍ଥିତ ପାନପୋଷ ଫରେଷ୍ଟ ରେଞ୍ଜ ତରଫରୁ ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପାନପୋଷ ବନାଞ୍ଚଳର ବିଶ୍ରା ଛକଠାରେ ଏକ ସଚେତନତା ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ ପାଖରେ ରହୁଛେ, ଜଙ୍ଗଲକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ। ଯଦି ଜଙ୍ଗଲ ନଷ୍ଟ ହେଇଯାଉଛି ସେଟା ଜଙ୍ଗଲ ବିଭାଗର ନଷ୍ଟ ନୁହେଁ କି କ୍ଷତି ନୁହେଁ, ସେଟା କେବଳ ପ୍ରତ୍ୟେକଙ୍କର କ୍ଷତି, ସମସ୍ତ ଜନସାଧାରଣଙ୍କର କ୍ଷତି, ବାସିନ୍ଦାଙ୍କର କ୍ଷତି। ତେଣୁକରି ଜଙ୍ଗଲ ସୁରକ୍ଷା ଆମମାନଙ୍କର ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ଏହି ଅବସରରେ ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା। ପ୍ରତିବର୍ଷ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ବୃକ୍ଷ ପୋଡ଼ି ପାଉଁଶ ହୋଇଥାଏ ତଥା ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥାନ୍ତି। ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବନପାଳ ପ୍ରଦୀପ କୁମାର ସାହୁ, ରୀତାଞ୍ଜଳି ଶତପଥୀ, ବନରକ୍ଷୀ ରଜତ କୁମାର ମହାନ୍ତି, ଅଲିଅଳ ବେହେରା, ଯଶୋଦା ମହନ୍ତ, ଶ୍ରୀମତୀ ଗୀତାଙ୍କ ସମେତ ଫରେଷ୍ଟ ସ୍କ୍ୱାଡ୍ ଓ ଫାୟାର ସ୍କ୍ୱାଡ୍ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନୁରୂପ ଭାବେ ରାଉରକେଲାର ଗୋପବନ୍ଧୁପାଲି, ବନ୍ଦମୁଣ୍ଡାର ଡୁମେର୍ତା ଓ ଯୋଡ଼ାବନ୍ଧ ହାଟ ଅଞ୍ଚଳରେ ପଥପ୍ରାନ୍ତ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। YMFIର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ନାଟକ ମାଧ୍ୟମରେ କଳାକାରମାନେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ ଦିନରେ ବନାଗ୍ନି ପ୍ରତିରୋଧ କର୍ମଶାଳା ଅବସରରେ ସଚେତନତା ରଥକୁ ତତ୍କାଳୀନ RCCF ଡକ୍ଟର ଅରୁଣ କୁମାର ମିଶ୍ର ଓ ରାଉରକେଲା DFO ଯଶବନ୍ତ ସେଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବ୍ୟୁରୋ ନ୍ୟୁଜ, ଉତ୍କଳମେଳ ଟିଭି। ମୋ ନାଁ ଜ୍ଞାନେନ୍ଦ୍ର ଲିମା, ଫରେଷ୍ଟ ରେଞ୍ଜ ଅଫିସର, ପାନପୋଷ ରେଞ୍ଜ, ରାଉରକେଲା ଫରେଷ୍ଟ ଡିଭିଜନ। ଯେହେତୁ ବର୍ତ୍ତମାନ ଗ୍ରୀଷ୍ମ କାଳ ପାଖେଇ ଆସିଲାଣି, ଆଉ ପ୍ରତିବର୍ଷ ଭଳି ଆମ ରେଞ୍ଜରେ ଥିବା ଜଙ୍ଗଲ ନିଆଁ ପ୍ରତିବର୍ଷ ଲାଗେ। ଆଉ ଆମେ ଏହି ନିଆଁକୁ ପ୍ରତିହତ କରିବା ପାଇଁ, ନିବାରଣ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ପାଇଁ ଆମେ ସବୁବେଳେ ପ୍ରୟାସ କରିଥାଉ। ସେହି ପ୍ରୟାସ ଅନୁସାରେ ଆମେ ଏବେ ପ୍ରତି ଗାଁ ବୁଲିକି ଆମେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଆଉ ସେହି ସଚେତନତା ଅନୁସାରେ ଆମେ ପଥପ୍ରାନ୍ତ ନାଟକ ଅର୍ଗାନାଇଜ କରୁଛୁ। ଆଉ ଏହା ମାଧ୍ୟମରେ ଲୋକଙ୍କୁ ଜଣେଇବା ପାଇଁ ଚାହୁଁଛୁ ଯେ ଆମର ଜଙ୍ଗଲ ସୁରକ୍ଷିତ ହେବା ଦରକାର, ନିଆଁରୁ ବଞ୍ଚେଇବା ଦରକାର ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କଲେ ଯାଇ ଆମେ ଉତ୍ତମ ଅମ୍ଳଜାନ ପାଇବା, ଲୋକ ସୁରକ୍ଷିତ ରହିବେ, ଲୋକେ ସୁସ୍ଥ ସବଳ ରହିବେ। ଏହା ବ୍ୟତୀତ ଆମେମାନେ ବିଭିନ୍ନ ଗାଁରେ ପୋଷ୍ଟର ମାରିଛୁ ଲୋକଙ୍କୁ ସଜାଗ କରିବା ପାଇଁ। ବିଶେଷ କରି ଆମର ଲକ୍ଷ୍ୟ ହେଲା ଯେ ଲୋକଙ୍କ ସହଯୋଗ ଦରକାର ଆମକୁ, ଯେ ସେମାନେ ନିଆଁ ଲାଗିଲା କ୍ଷଣି ସେମାନେ ସ୍ୱତଃପ୍ରବୃତ୍ତ ଭାବରେ ସେମାନେ ଜଙ୍ଗଲକୁ ଯାଇ ନିଆଁ ଲିଭେଇବେ। ଆମେ ବିଭିନ୍ନ VSSକୁ, ଆମ ରେଞ୍ଜରେ 16ଟା VSS ଅଛି, ସେ 16ଟା VSSକୁ ଆମେ ଆର୍ଥିକ ସହାୟତା ଯୋଗେଇଛୁ ଯେ ସେମାନେ ନିଜେ ସ୍ୱତଃପ୍ରବୃତ୍ତ ଭାବରେ ଯାଇକି ନିଜ ଜଙ୍ଗଲକୁ ନିଆଁରୁ ରକ୍ଷା କରିବେ। ଆମ ଜଙ୍ଗଲ ବିଭାଗ ତରଫରୁ ପ୍ରତି ରେଞ୍ଜରେ ସେଇଭଳିଆ ଆମ ରେଞ୍ଜରେ ବି ଫାୟାର ସ୍କ୍ୱାଡ୍ ଗଠନ କରାହେଇଛି। ଆଉ ସେମାନଙ୍କୁ ଆମେ ଯେଉଁ ଜାଗାରେ ନିଆଁ ପ୍ରବଣ ଅଞ୍ଚଳରେ ତାଙ୍କୁ ଆମେ ନିୟୋଜିତ କରିଛୁ। ଯେତେବେଳେ ବି ସେମାନେ ନିଆଁ ଲାଗିବ ସେମାନେ ସାଙ୍ଗେ ସାଙ୍ଗେ ପହଞ୍ଚିକି ସେଟାକୁ ଲିଭେଇବେ। ସେଥିରେ ଗାଁ ଲୋକଙ୍କ ମଧ୍ୟ ସହଯୋଗ ଆମେ କାମନା କରୁଛୁ। ଧନ୍ୟବାଦ।